शिवरात्रि कथा सुनब तो सुण हे सुजने देई करी मन सुण हे सुजने देई करी मन ये तो पुराण ज्ञान ये तो कर हे तुम्हें हो श्रवण कर हे तुम्हें हो श्रवण सुण हे सुजने देई करी मन सुण हे सुजने देई करी मन पुराण ज्ञान ये तो कर हे तुम्हें हो श्रवण कर हे तुम्हें हो श्रवण प्रभु नारायण आग समुद्र को देखते हूँ करिले मंथन नीति देख जान आग मंदर गिरी पर्वत रखी से खाबेन ये सुनते जाहेला सुनो दई मन तुम शुणुथिब धीरा धीरा पुराण एक ज्ञान पालन करा जाए कहीं शिवरात्रि पालन करवा उद्देश्य तीन प्रकार बुझी पारुछ आज तीन प्रकार कथा एका एका पारे श्री सत्य जुगरे समुद्र मंथन कले समुद्र मंथन किए कले देव एवं दान तो समुद्र मंथन करवा हेले दौड़ी दरकार पिलवा एड़ा दरकार तो दौड़ी कहाके बने बासुकी सर्प के दौड़ी बना एड़ा कहाके बने मंदर पर्वत के आनी समुद्र मंथन कर तो सही समय समुद्र मंथन जन्म हेले पंचजन्य शंख ऐरावत हस्त पारिजातक पुष्प कुशिश्रवा अश्व लक्ष्मी लक्ष्मी भौणी अलक्ष्मी लक्ष्मी भाई शशि तो अमृत भी जन्म है विष को जिते महादेव भक्षण कर महादेव को अजानत हो जानत हो विष जी खाइला से तो मरवा एक महादेव को घोर निशा हो गले तो सही समय महादेव मूर्छागत होते आग सही समय रे देख देवताए जान शिवकर मुंडे चला करिले अर्पण सही समय रे देख देवताए जान शिवकर मुंडे जल करिले अर्पण सुनते जाहेला सुण दई मन शुणुथिब
ଶୁଣୁଥିବ ଧୀର ଧୀର ପୁରାଣର ଏକ ଜ୍ଞାନ ପୁରାଣର ଏକ ଜ୍ଞାନ ପୁରାଣର ଏକ ଜ୍ଞାନ ସାରା ରାତି ମହାଦେବଙ୍କୁ ଘୋର ନଶା ହେଇଯାଇଥିଲା ବୋଲି ସବୁ ଦେବତା ଶିବଙ୍କର ମୁଣ୍ଡ ଉପରେ ଜଳ ଦାନ କରିଥିଲେ। ତ ଏକ ରାତି ପର୍ଯ୍ୟନ୍ତ ସେମାନେ ପାଳନ କଲେ ଆଉ ସେଟାକୁ ଶିବରାତ୍ରି ବୋଲିକରି ମର୍ତ୍ତ୍ୟ ମଣ୍ଡଳରେ ପାଳନ କଲେ। ଗୋଟିଏ ରାତି ପର୍ଯ୍ୟନ୍ତ ସବୁ ଦେବତା ମଣ୍ଡଳୀ କେତିକରି ଶିବଙ୍କର ସେବା କଲେ। ଏଇଟା ଗୋଟେ କାରଣ ହେଲା ଯୋଗୁଆ ଆମର ମା ସମ୍ମାନ ରକ୍ଷା କରି କିଛି ଟଙ୍କା ପ୍ରଦାନ କଲେ। ସେଇ ରାଧାକୃଷ୍ଣ ତାଙ୍କୁ କୋଟି ପରମାଇ ଦେଖନ୍ତୁ ବୋଳାନନ୍ଦିକ। ଆଉ 2 ନମ୍ବରରେ କାଣା ହେଇଛି ଜାଣିଛ? ଶୁଣୁଥିବ ଆରେ ଚୋଡ଼ା ଚୋଡ଼ା ସୁଜ୍ଞାତନ ଦେଇ କରି ମନ ଏଇଟା ପୁରାଣର କଥା ତ କର ହେ ଶ୍ରବଣ। ଚୋଡ଼ା ଚୋଡ଼ା ସୁଜ୍ଞାତନ ଦେଇ କରି ମନ ପୁରାଣର କଥା ତ କର ହେ ଶ୍ରବଣ। ଦକ୍ଷ ପ୍ରଜାପତିଙ୍କର ଝିଅ ଦେଖ ଜାଣ ସତୀ ବୋଲି ନଣନ୍ଦେ ତାହାରି ଯେ ନାମ। ଆଗ ଶିବଙ୍କୁ ଦେଇ ଯେ ଦେଖ କରିଲେ ବରଣ ବୁଝିବ ଧୀର ଧୀର ଦେଇ ମନ କର୍ଣ୍ଣ। ଝିଅ ହେଲେ ଦକ୍ଷ ପ୍ରଜାପତିଙ୍କର ଝିଅ ହେଲେ ମା ସତୀ। ସତୀକୁ ବିବାହ କରିଥିଲେ ଦେବଦେବ ମହାଦେବ। ସିଏ ସତୀ ମହାଦେବଙ୍କର ଅପମାନକୁ ସହି ନ ପାରିକରି ନିଜ ଦେହକୁ ଅଗ୍ନିରେ ଦାହ କଲେ। ତ ସେଇ ସମୟରେ ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ରରେ ସତୀଙ୍କର ଦେହକୁ ଖଣ୍ଡ ଖଣ୍ଡ କରି ପକାଇଲେ। ତ ମହାଦେବ ଘୋର ଚିନ୍ତାରେ ପଡିକରି ବୁଲୁଥିଲେ। ତ ମହାଦେବଙ୍କର ମାନକୁ ରକ୍ଷା କରିବା ପାଇଁ ସେ ସତୀ ପୁଣି ଥରେ ପାର୍ବତୀ ରୂପରେ ଜନ୍ମ ଆଗ ବର୍ଷ ବର୍ଷ ପାର୍ବତୀ ଯେ ତପସ୍ୟା କରିଲେ ମହାଦେବଙ୍କୁ ଦେଖତେ ବରଣ କରିଲେ। ଆଗ ବର୍ଷ ବର୍ଷ ପାର୍ବତୀ ଯେ ତପସ୍ୟା କରିଲେ ମହାଦେବଙ୍କୁ ସେଇରେ ବରଣ କରିଲେ। ଦିନେ ସମୁଦ୍ର କୂଳରେ ପାର୍ବତୀ ବସିକରି ଘୋର ତପସ୍ୟା କଲେ। ପାର୍ବତୀ ଦେଖିବା ପାଇଁ ଯେତେ ସୁନ୍ଦର ଦିଶୁଛନ୍ ଦିନେ ସମୁଦ୍ର ଦେବତା ବାହାରି କରି ପାର୍ବତୀଙ୍କୁ କହିଲେ ଯେ ହେ ସାମାନ୍ୟ ଯୋଗୀ ପାଇଁ ତମେ ଏତେ ବର୍ଷ ତପସ୍ୟା କରୁଛ ତାଠାରୁ ସୁନ୍ଦର ତ ମୁଁ ଦେଖିବା ପାଇଁ ସମସ୍ତଙ୍କର ସୁଖ ମୁଁ ମିଣ୍ଟି ପାରୁଛି। ମତେ ପତି ରୂପରେ ତୁମେ ମତେ ଗ୍ରହଣ କର। ତ ସମୁଦ୍ର ଦେବକୁ ଅଭିଶାପ କରିଦେଲେ ମା ପାର୍ବତୀ। ଯୁଗ ଯୁଗ ମହାଦେବଙ୍କର ପାଇଁ ମୁଁ ହିଁ ଜନ୍ମ ହେଇଛି। ମହାଦେବ 100ଟା ମୁଣ୍ଡମାଲା ପିନ୍ଧିଛନ୍ତି ଜାଣିଛ କାହିଁକି ପିନ୍ଧିଛନ୍ତି? ମା ପାର୍ବତୀ ଯେତେ ଥର ଅବତାର ନେଇଛନ୍ ସେ ପାର୍ବତୀଙ୍କର ଅବତାର ଯେତେବେଳେ ଶେଷ ହେଇଯିବା ପାର୍ବତୀ ଦେହ ତ୍ୟାଗ କରିବେ ସେଇ ମୁଣ୍ଡକେ ଆଣିକରି ମହାଦେବ ମାଳା ବନେଇକରି ପିନ୍ଧୁଥିଲେ। ତ 108ଟା ମୁଣ୍ଡମାଳା ମହାଦେବ ଧାରଣ କରିଛନ୍ତି। ଯୁଗ ଯୁଗ ମା ପାର୍ବତୀ ଶିବଙ୍କର ପାଇଁ ହିଁ ଜନ୍ମ ହେଇଛନ୍ତି।
ଆଉ ଦୁଷ୍ଟକୁ ଦଳନ ଏବଂ ସନ୍ଥକୁ ପାଳନ କରିବା ପାଇଁ। ତ ସାମାନ୍ୟ ସମୁଦ୍ର ଦେବତା ତମର ଏତେ ଗର୍ବ ହେଇଗଲା ଯେ ପାର୍ବତୀଙ୍କ ପାଇଁ ତୁମେ ଲୋଭ କରୁଛ। ଯୋଉ ମୁଁ ତମକୁ ଅଭିଶାପ କରୁଛେ, ମୋର ଅଭିଶାପ କାରଣରେ ତୁମେ ସମୁଦ୍ର ଆଜିଠାରୁ ଲୁଣିଆ ହେଇଯିବ। ପାର୍ବତୀଙ୍କ ଅଭିଶାପରୁ ସମୁଦ୍ର ଦେବ ଲୁଣିଆ ହେଇଗଲେ। ତ ସେଇ ସମୟରେ ଯୁଗ ଯୁଗ ବର୍ଷ ବର୍ଷ ତପସ୍ୟା କଲା ପରେ ମା ପାର୍ବତୀ ମହାଦେବଙ୍କ ସଙ୍ଗରେ ବିବାହ କରିଥିଲେ। ତ ସେଟା ଗୋଟେ କାରଣ ଶିବରାତ୍ରି ପାଳନ କରିଥିଲେ। ସେଇ ରାତ୍ରରେ ମା ପାର୍ବତୀଙ୍କୁ ବିବାହ କରିଥିଲେ ମହାଦେବ। ଏହିପରି ଜାଣ ପୁରାଣର ବିଧାନ, ଭୁଲିଲେ କ୍ଷମା କର ଏତବାର। ଏହିପରି ଜାଣ ପୁରାଣର ବିଧାନ, ଭୁଲିଲେ କ୍ଷମା କର ଏତବାର। ନଲିନ ଶୁଣିଲ ଶିବରାତ୍ରି କଥା। ତାପରେ ମର୍ତ୍ତ୍ୟ ମଣ୍ଡଳ ଜଣେ ଶବର ଶିକାର କରିବା ପାଇଁ ଯାଇଥିଲେ। ଶିବରାତ୍ରି ତ ଭଗବାନ ମାନଙ୍କର କଥା ସରିଗଲା। ତାପରେ ମାନବ ଜାତିରେ ମଧ୍ୟ ଶିବରାତ୍ରି ପାଳନ କଲେ। ଗୋଟେ ଶବରଟେ ଶିକାର କରିବା ପାଇଁ ଯାଇଛନ୍, ତ ସେଇ ସମୟରେ ରାତ୍ରି ହେଇଗଲା, ତାଙ୍କୁ ଶିକାର ନେଇଗଲେ। ତ ଶବରଟା ଭାବିଲା, ମନରେ ଚିନ୍ତା କଲା ଯେ ଆଜି ତ ନିହାତି ଭାବରେ ଏଇ ପୋଖରୀକେ ପାଣି ପିଇବେ ଜୀବଜନ୍ତୁ, ମୁଇଁ ଗଛ ଉପରେ ବସିକରି ତାକୁ ଶିକାର କରିବେ। ତ ସେଇ ସମୟରେ ଗୋଟେ ବାଘ ପାଣି ପିଇବା ଲାଗି ଯାଇଛି। ତ ସେଇ ସମୟରେ ବାଘଟା ଦେଖିଦେଲା ଶବରଙ୍କୁ ଆଉ ଖାଇବା ପାଇଁ ଚେଷ୍ଟା କଲା। ତ ସେ ଗୋଟେ ରାତ୍ରି ପର୍ଯ୍ୟନ୍ତ ପତ୍ର ତୁଳିଥିଲି ତଳେ ପକେଇଥିଲେ ଶବର। ତ ସେ ଗଛର ମୂଳରେ ଗୋଟେ ଶିବଲିଙ୍ଗ ଥାଏ। ଏକ ରାତ୍ରି ପର୍ଯ୍ୟନ୍ତ ବିତିଗଲା ସେ ଗଛ ମୂଳରେ। ସେ ଶବର ମଧ୍ୟ ଶିବରାତ୍ରି ପାଳନ କଲେ। ଏଇଟା ହଉଛି ଶିବରାତ୍ରି କଥା। ଶିବରାତ୍ରି, ମହାରାତ୍ରି ଆଉ ଏକ ରାତ୍ରି ହେଲା କାଳରାତ୍ରି। ଶିବରାତ୍ରି କଥା ବୁଝେଇବାର କହିଲି, ମଣିଷ ଦୁଇ ଗୋଡ଼, ପକ୍ଷୀ ଦୁଇ ଗୋଡ଼, ଆଉ ଦୁଇ ଗୋଡ଼ କିଏ? ଧର୍ମର ହେଲା ଦୁଇ ଗୋଡ଼। ଇହାଦେ ଆମର ମାଙ୍କର କଥା ବୁଝେଇବାର ଚାହୁଁଛି। କାଇଁ କାଇଁ କଥା ପଚାରିଥିଲେ?